ଆଜି ଆଇପିଏଲ୍ 2023ର ରବିବାରରେ ଖେଳାଯିବ ଦୁଇଟି ମ୍ୟାଚ୍। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ଏବଂ ସନ୍ଧ୍ୟା 7ଟାରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସନ୍ରାଇଜର୍ସର ଅଧିନାୟକତ୍ୱ ସାଉଥ୍ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଏଡେନ୍ ମାକ୍ରମ୍ ସମ୍ଭାଳୁଥିବା ବେଳେ ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦ ସଞ୍ଜୁ ସାମସନ୍ ସମ୍ଭାଳୁଛନ୍ତି। ସନ୍ରାଇଜର୍ସ ଦଳରେ ଆଦିଲ ରସିଦ୍, ମୟଙ୍କ ଅଗ୍ରୱାଲ, ହ୍ୟାରି ବ୍ରୁକ୍, ରାହୁଲ ତ୍ରିପାଠୀ, ଉମରାନ ମଲ୍ଲିକ ଏବଂ ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳି ଥିବାବେଳେ ରାଜସ୍ଥାନ ରୟାଲ୍ସ ଦଳରେ ଜୋ ରୁଟ୍, ଜୋସ୍ ବଟଲର, ସଞ୍ଜୁ ସାମସନ୍, ରବିଚନ୍ଦ୍ରନ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ ଏବଂ ୟୁଜି ଚହଲଙ୍କ ଭଳି ଖେଳାଳି ରହିଛନ୍ତି। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇର ଅଧିନାୟକ ପଦ ରୋହିତ ଶର୍ମା ସମ୍ଭାଳୁଥିବା ବେଳେ ଆର୍ସିବିର ଅଧିନାୟକ ପଦ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସ୍ ସମ୍ଭାଳୁଛନ୍ତି। ମୁମ୍ବାଇ ଦଳରେ ରୋହିତ ଶର୍ମା, ମିଷ୍ଟର 360, ସୂର୍ଯ୍ୟ କୁମାର ଯାଦବ, ଇଶାନ କିଶନ, ଅର୍ଜୁନ ତେନ୍ଦୁଲକର, ଜସପ୍ରୀତ ବୁମରା, ଜୋଫ୍ରା ଆର୍ଚରଙ୍କ ଭଳି ଖେଳାଳି ଥିବାବେଳେ ବେଙ୍ଗଲୋର ଦଳରେ କିଙ୍ଗ କୋହଲି, ଦିନେଶ କାର୍ତିକ, ଗ୍ଲେନ୍ ମ୍ୟାକ୍ସୱେଲ୍, ମହମ୍ମଦ ସିରାଜଙ୍କ ଭଳି ଖେଳାଳି ରହିଛନ୍ତି।